ମୁଁ ଭାବୁଛି ସାରୁ ପତ୍ରକୁ ଆପଣମାନେ ଏଇଭଳିଆ କେବେ ବି କରିନଥିବେ। ସାରୁ ପତ୍ରକୁ ଏଇ ସାରୁ ପତ୍ରର ଏଇ ତରକାରୀକୁ ଆଜି ଆମେ ବିରି ସହିତ କରିକି ରେଡ଼ି କରିବା। ଏଇ ତରକାରୀ ନା ଆପଣ ଜାଣିପାରିବେନି ଯେ ଏଇଟା ସାରୁ ପତ୍ରରେ ହେଇଛି। ଆପଣଙ୍କୁ ତ ପୁରା ଏଇଟା ମାଛ ଭଳିଆ ଲାଗିବ। ଏଇ ଉପାୟରେ ଥରେ ନିଶ୍ଚୟ ସାରୁ ପତ୍ରର ଏଇ ତରକାରୀକୁ କରନ୍ତୁ। ଆଉ ମୁଁ ତା ସହିତ ଭାତ ଉଷୁନା ଭାତ କରିଥିଲି। ଭାତ ସହିତ ତ ଗରମ ଗରମ ଉଷୁନା ଭାତ ସହିତ ଏଇ ତରକାରୀ ପୁରା ବେଷ୍ଟ ରହିବ ଆପଣମାନଙ୍କ। ଆଉ କିଛି ବି ଦରକାର ପଡ଼ିବନି, ଖାଲି ଏଇ ଗୋଟିଏ ତରକାରୀ ସହିତ ଆପଣମାନେ ଏଇ ଭାତକୁ ପୁରା ଖାଇଦେବେ। ଏତେ ଟେଷ୍ଟ ଏଇ ତରକାରୀ। ନିଶ୍ଚୟ ଥରେ ଏଇ ଉପାୟରେ ସାରୁ ପତ୍ରକୁ କରନ୍ତୁ। ଆଉ ଭିଡ଼ିଓଟି ଏଥିପାଇଁ ସମ୍ପୂର୍ଣ୍ଣ ଦେଖନ୍ତୁ। ଭିଡ଼ିଓ ଦେଖିବାକୁ ଅନୁରୋଧ ରହିଲା। ଆଶା କରିବି ଆପଣମାନଙ୍କୁ ପସନ୍ଦ ଆସିବ। ଭିଡ଼ିଓଟି ପସନ୍ଦ ଆସିଥିଲେ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲକୁ ପ୍ଲିଜ୍ ସବସ୍କ୍ରାଇବ୍ କରିନେବେ। ଫେସବୁକ୍ ପେଜ୍ରେ ଦେଖୁଥିଲେ ନିଶ୍ଚିତ ଭାବରେ ଫଲୋ କରିବେ। ନମସ୍କାର, ଆପଣ ସମସ୍ତଙ୍କୁ ଅନେକ ଅନେକ ସ୍ୱାଗତ କରୁଛି ମୋ ଚ୍ୟାନେଲ୍ ଜୁଲିସ୍ କିଚେନ୍କୁ। ତାହେଲେ ଚାଲନ୍ତୁ ଆରମ୍ଭ କରିବା। ଏଇଠି ଦେଖନ୍ତୁ ମୁଁ ସାରୁ ପତ୍ରକୁ କେମିତି ନେଇଛି। ତାର ଯେଉଁ ଉପରେ ଯେଉଁ ପିଙ୍କ ଭଳିଆ ବାହାରିଥାଏ ନା ସାରୁ ଗଛର, ସେଇ ପତ୍ରକୁ ମୁଁ ନେଇଛି। ମାନେ ଯେଉଁଟା କଷି ପତ୍ର ଥାଏ। ବଡ଼ ବଡ଼ ପତ୍ର ମୁଁ ନେଇନି, ଯେଉଁଟା ଉପରେ କଷି ଥାଏ ସେଇ ପତ୍ରକୁ ଆମେ ନେବା। ଏଇଥିପାଇଁ କ'ଣ କରିଛି ନା ମୁଁ ଏଇଠି 3 ରୁ 4 ଘଣ୍ଟା ହେଲାଣି ହାଫ୍ କପ୍ର ଏଇଠି ବିରିକୁ ମୁଁ ଭଲ ଭାବେ ଧୋଇକି ଏଇଠି ବତୁରେଇ ଦେଇଛି। ଏଇଠି ଦେଖନ୍ତୁ ବିରି ଆମର ଭଲ ଭାବେ ବତୁରି ଯାଇଛି। ସେପଟେ ଆମେ ସାରୁ ପତ୍ରକୁ ଧୋଇକି ଛାଣିକି ରଖିଦେଇଛନ୍ତି ଗୋଟେ ଷ୍ଟ୍ରେନରରେ। ଆଉ ସେଇ ଭିତରେ କ'ଣ କରିବା ନା ଆମେ ବିରିକୁ ବାଟିବା। ଏଇଠି ମୁଁ ମିକ୍ସିଂ ଜାର୍ରେ ବିରିକୁ ଆଡ଼୍ କରିଛି। ଆପଣମାନେ ଏମିତି ହିଁ ଚାହିଁଲେ ବିରିକୁ ବାଟି ପାରିବେ, କିନ୍ତୁ ଖାଇଲା ବେଳକୁ ବି ଆହୁରି ତା'ର ଟେଷ୍ଟ ଆସିବା ପାଇଁ ଏଇଠି ଦେଖନ୍ତୁ ମୁଁ କିଛି ଅଳ୍ପ ଟିକେ ରସୁଣ ଆଉ ଅଦା ଆଉ ଗୋଟେ କଞ୍ଚା ଲଙ୍କାକୁ ଦେଇଛନ୍ତି। ଆମେ ଅଳ୍ପ ପାଣି ଦେଇକି ଆକୁ ଚିକଣ କରିକି ଗ୍ରାଇଣ୍ଡିଙ୍ଗ କରିକି ନେଇ ଆସିବା। ପତଳା କରିକି ଗ୍ରାଇଣ୍ଡିଙ୍ଗ କରିବେନି, ଯେମିତି ପିଠଉଟା ଆମର ପୁରା ଏମିତି ବହଳିଆ ହେବ। ଏଇ ପିଠଉକୁ ଆମେ ଗୋଟେ ଏମିତି ବାଉଲକୁ ବାହାର କରିଦେବା। ଆଉ ବାହାର କରିସାରିଲା ପରେ ଆମେ ଏଇଠି ଏବେ ଆମେ କ'ଣ କରିବା ନା ଗୋଟେ ହୁଇସ୍କର ସାହାଯ୍ୟରେ ବା ହାତରେ ଏମିତି ବିରିକୁ ଟିକେ ଫେଣ୍ଟିବା। 3-4 ମିନିଟ୍ ଖଣ୍ଡେ ଫେଣ୍ଟିବା, ଯେମିତିକି ବିରି ଟିକେ ଆମର ହାଲକା ହେଇଯିବ। ନହେଲେ ଖାଇଲା ବେଳକୁ ସେ ସାରୁ ପତ୍ରରେ ଯେଉଁ ଆମେ ବିରି ଦେବା ସେଇଟା ବହୁତ ଟାଣ ଲାଗିବ। ଏଇଠି ଆମେ ଏମିତି 3-4 ମିନିଟ୍ ଫେଣ୍ଟିଲା ପରେ ଏଇଠି କ'ଣ କରିବା ନା ତାକୁ ଏଇଠି ଅଧଘଣ୍ଟେ ପାଇଁ ଆମେ ଏମିତି ରେଷ୍ଟରେ ଛାଡ଼ିଦେବା। ଆପଣମାନେ ଯଦି ସାଙ୍ଗେ ସାଙ୍ଗେ କରିବେ ନା ତାହେଲେ ଟିକେ ସୋଢ଼ା ବା ଇନୋ ଟିକେ ପକାଇଦେବେ। ଏଇଠି ଦେଖନ୍ତୁ ବିରି କେତେ ଆଉ ଟିକେ କେମିତି ଫୁଲି ଯାଇଛି ଦେଖନ୍ତୁ। ଏମିତି ଆମକୁ ଟିକେ ଦରକାର। ଆଉ ଏତିକି ବହଳିଆ ଦେଖନ୍ତୁ। ଏଇଠି ପାଣିଆ ବିଲକୁଲ ବି ପତଳା କରିବେନି, ନହେଲେ ଆମର ସେ ସାରୁ ପତ୍ରରେ ଦେଇକି ଆମକୁ ସେଇଟା ଜମା ବି ଭଲ ହେବନି। ଦେଖିବେ ମୁଁ ଆଗକୁ ଦେଖେଇବି। ଏଇଠି ଦେଖନ୍ତୁ ମୁଁ ଅଳ୍ପ ଟିକେ ହଳଦୀ ଗୁଣ୍ଡ, ଅଳ୍ପ ଟିକେ ଫିକା ନ ଦେଖାଯିବା ପାଇଁ ଲଙ୍କାଗୁଣ୍ଡ, ଅଳ୍ପ ଲୁଣ ଦେଇକି ତାକୁ ଆଉ ଟିକେ ଫେଣ୍ଟି ଦେଇଛି। ଏଇଠି ଦେଖନ୍ତୁ ମୁଁ କେମିତି କରୁଛି। ସାରୁ ପତ୍ରରେ ଆମେ ଗୋଟେ ସାରୁ ପତ୍ର ନେବା, ଆଉ ଯେଉଁ ବିରିର ବ୍ୟାଟରକୁ ଏମିତି ଆମେ ସାରୁ ପତ୍ର ଉପରେ ଲଗେଇଦେବା। ଯେମିତିକି ମୁଁ କହିଥିଲି ନା ପତଳା ବିରିକୁ ଯଦି ପତଳା କରିଦେବେ, ଏମିତି ସାରୁ ପତ୍ର ଉପରେ ସିଏ ଲଗେଇ ହେବନି, ସିଏ ବୋହିଯିବ ଏମିତି। ସେଇଥିପାଇଁ ବ୍ୟାଟରକୁ ଟିକେ ବହଳିଆ ରଖିଥିବେ। ଏଇଠି ଦେଖନ୍ତୁ ଗୋଟେ ପତ୍ର ଉପରେ ମୁଁ ଲଗେଇକି ତା ଉପରେ କ'ଣ କରିଛି ନା ଏପଟ ସାଇଡ଼୍ କରିକି ଆଉ ଗୋଟେ ପତ୍ରକୁ ଦେଇକି ମୁଁ ଆଉ ଥରେ ଏମିତି ବିରିର ବ୍ୟାଟରକୁ ଆମେ ଏମିତି ଲଗେଇଦେବା। ଏଇଠି ମୁଁ 4ଟା ପତ୍ରକୁ ଲଗେଇକି ୟୁଜ୍ କରିଛି। ଯଦି ଛୋଟ ସାଇଜ୍ର ପତ୍ର ହୋଇଥିବ ଆପଣ 4-5ଟା ବି ପତ୍ର ଏଇଠି ଦେଇପାରିବେ। ଏଇଠି ଦେଖନ୍ତୁ ଏମିତି ଦେଇକିରି ମୁଁ ସବୁଯାକ ପତ୍ରକୁ ଉପରେ ଏମିତି ବିରିକୁ ଲଗେଇ ଦେଇଛି। ଏଇଠି ଦେଖନ୍ତୁ ଆଉ ଗୋଟେ ବି ପତ୍ର ଦେଇକି ମୁଁ ଏମିତି ସବୁଯାକ ପତ୍ର ଉପରେ ବିରିର ବ୍ୟାଟରକୁ ଆମେ ଏମିତି ଲଗେଇଦେବା। ଲଗେଇ ସାରିଲା ପରେ ଏଇଠି ଯେମିତି ମୁଁ ଭିଡ଼ିଓରେ ଦେଖାଉଛି ନା ବାସ୍ ସେଇଭଳିଆ କରିକି ତାକୁ ଆମେ ମୋଡ଼ିଦେବା। ଏଇଠି ଦେଖନ୍ତୁ ଏମିତି ବିରିର ଯେଉଁ ସାରୁର ପତ୍ରକୁ ଆମେ ଯେଉଁ ବିରି ସହିତ କରିଥିଲେ ଏମିତି ମୋଡ଼ିକି ରୋଲ୍ ବନେଇଦେବା। ଆଉ ତାକୁ ହାତରେ ହାଲକା ହାତରେ ଟିକେ ଚାପିଦେବା, ଯେମିତିକି ଏପଟ ସେପଟ ବିରି ସବୁ ସମାନ ଭାଗରେ ଲାଗିଯିବ। ଆଉ ଏଇଠି ଦେଖନ୍ତୁ ମୁଁ ଗୋଟେ ଏମିତି ବସେଇକିନା ଏମିତି ଛାଞ୍ଚ ଗୋଟେ ଇଟିଲିର ବସେଇକିନା ଏମିତି ଗୋଟେ ପ୍ଲେଟ୍ ଦେଇଦେଇଛି। ଆପଣମାନଙ୍କ ପାଖରେ ଏମିତି ଯଦି ଛାଞ୍ଚ ନଥିବ ତାହେଲେ କ'ଣ କରିବେ ନା କଡ଼େଇରେ ପାଣି ଦେଇକି ଯେଉଁ ଚାଲୁଣି ଥାଏ ନା ଯେଉଁ ଚାଉଳ ଚଲେଇବା ପାଇଁ ସେଇଟା ବି ବସେଇ ପାରିବେ। ମାତ୍ର 5 ମିନିଟ୍ ପାଇଁ ଆମେ ୟାକୁ ସିଝେଇବା। ଆଉ ସିଝେଇକି ତାକୁ ଦେଖନ୍ତୁ ମୁଁ ଛୁରୀ ମାରିକି ବି ଦେଖିଲି, ସେ ପୁରା ଭଲ ଭାବେ ସିଝେଇଛି। ମାତ୍ର 5 ମିନିଟ୍ରେ ହେଇଯିବ। ଏପଟେ ସିଏ ଥଣ୍ଡା ହେବା ଭିତରେ ଆମେ କ'ଣ କରିବା ନା ଗୋଟେ ମସଲା ପ୍ରସ୍ତୁତ କରିବା। ଏଠି ଗୋଟେ ମିକ୍ସିଂ ଜାର୍ରେ ମୁଁ ରସୁଣ ଆଉ ଅଳ୍ପ ଅଦା ଆଉ ହାଫ୍ ଚାମଚର ଜିରା ଆଉ ଏଠି 2ଟା ମିଡ଼ିୟମ୍ ସାଇଜ୍ର ଟମାଟୋକୁ କାଟିକି ଏଇଠି ଆମେ ତାକୁ ଗ୍ରାଇଣ୍ଡିଙ୍ଗ କରିକି ନେଇ ଆସିବା। ଏପଟେ ଦେଖନ୍ତୁ ଗ୍ରାଇଣ୍ଡିଙ୍ଗ କରିକି ଏଠି ନେଇ ଆସିଲା ପରେ ଏପଟେ ଏଗୁଡ଼ା ଆମର ଥଣ୍ଡା ହେଇଗଲାଣି। ଏବେ ଆମେ କ'ଣ କରିବା ନା ୟାକୁ ଆମେ ଏମିତି କାଟିବା। ଏଇଠି ଦେଖନ୍ତୁ ଯେମିତି ମୁଁ ଭିଡ଼ିଓରେ ଦେଖାଉଛି ଏମିତି ତାକୁ ଆପଣ ଏମିତି ଛୋଟ ସାଇଜ୍ ହଉ ଆପଣଙ୍କ କେତେ ସାଇଜ୍ରେ କାଟିବେ ସେଇ ଅନୁସାରେ ୟାକୁ ଏଇଠି କାଟିଦେବେ। ଆଉ ଏପଟେ କାଟି ସାରିଲା ପରେ ଏଇଟା ବହୁତ ସଫ୍ଟ ହେଇଛି। ଏଠି ମୁଁ ବି ଦେଖାଉଛି ଆପଣଙ୍କୁ ଦେଖନ୍ତୁ। ଏମିତି କାଟି ସାରିଲା ପରେ ଏଠି କ'ଣ କରିବା ନା ଆମେ ତାକୁ ଟିକେ ଫ୍ରାଏ କରିବା। ଏଠି ମୁଁ ଗୋଟେ କଡ଼େଇ ବସେଇକି 2 ଚାମଚ ଖଣ୍ଡେ ହେବ ସୋରିଷ ତେଲ ଗରମ କରିଥିଲି। ତାପରେ କ'ଣ କରିବା ନା ଏଇ ସାରୁ ଯେଉଁ ପତ୍ରକୁ ଯେଉଁ କରିକି ରଖିଛନ୍ତି ନା ତାକୁ ଏମିତି ଆଡ଼୍ କରିକି ହାଲକା ଆମେ ଏପଟ ସେପଟ କରିକି ଆମେ ହାଲକା ଏଠି ଫ୍ରାଏ କରିଦେବା। ଏଇଠି ଭଲ ଭାବେ ଆମେ ଏମିତି ଫ୍ରାଏ କରିସାରିଲା ପରେ ଆମେ ଏମିତି ଓହ୍ଲେଇ ଦେବା। ଆଉ ଓହ୍ଲେଇ ସାରିଲା ପରେ ସେ ସେମ୍ କଡ଼େଇରେ ହିଁ
कड़े आम तेल दबा से सोरष तेल ये रेसिपी आपण मैंने सोरिष तेल करेंगे देखिए तार टेस्टा बहुत बढ़िया लगे। ये मुझे आउ 2-3 चामच तेल देती तेल गरम हो गला हाफ चामच जीरा दबा आउ कि प्याज को मुझे चुन चुन काटिक देती 2टा मीडियम साइज प्याज हम आ प्याज एमती टिके लाल कलर हो आसिले आम एमती भाजवा लाल कलर होगा पर्यंत और टिके लाल कलर हो आसिले ये मसला को दबा आ मसला को ये कषा मसला भल भाव आम कषा जे पर्यंत मसलू तेल एमती छाड़ी न आसी ये किसी आम गुंड मसला देवा ये हाफ चामच हलदी गुंड 1 चामच काश्मीरी लंका गुंड स्वाद अनुसार लुण आम बिरी भी लुण देते देखिकी देवे एबे मसला को कषा आउ जीरा गुंड कि अन्य कौन गुंड आड करनी कहीं जीरा आम जेहेतु बाटी आम तेल भी फुटे एबे आम आउ जीरा देनी ये देखो ये मसला केमती कषि हो गला देखो ये पूरा मसला कषि हो गला से भितर एबे आम कौन करबा मसला कषि सारा पर आम ये पूरा पानी आड करदे जी आप झोल रखापी चाहती आउ ये कौन कर 2 चामच बटा सोरिष को देती सोरिष को मुझे प्लेन बाटी आ कि मसला देनी जेहेतु आम ये मसला देकी या बाटी मसला बाटी मुझे सोरिषर किसी भी मसला आड करनी प्लेन सोरिष को बाटिकी 2 चामच देती आम 5 मिनिट में घोड़े देवा जमती कि आम मसला आउ सोरिषटा भी सीझीज आ घोड़े सारापर ये फुटी गले आम एमती जो सारू पत्र करके रखी ना ताकू आड करवा आउ ये शेषर कौन कर खंडे आंबुल देती आम टमाटो भी देते गोटे खंड छोट पीसटे मुझे आंबुल देती ये मुझे 5 मिनिट में घोड़े देती ये देखो आमर रेडी होगा एमती थे निश्चय करूँ केमती लगे मत कमेंट सेक्शन में निश्चय जनातु ताले आ गोटे रेसिपी सहित पुणी आसबि से पर्यंत रोचे नमस्कार जय जगन्नाथ।